हाय सांग माने नमस्कार आपण मानक आमर आ गोटे वीडियो रे स्वागत। चलतु आज गोटे वीडियो स्टार्ट करदे। आज कौन आपण मैंने जानते तो आम ए कटक आसिक पहुँची गलु। यहाँ ट्विन सिटी भितर वीडियो ड्रेन करके सब कौन अवस्था कर देखु पूरा नाल खोड़िक ये आम आसिक देखु घर पाखे पहुँची गलु। अरे नना को गेल कर सुंदर सी गेल कर देखिए सी गेल कर गेल कर धन गेल कलु माँ को चल तो बाबा पीपी की देखी हापी की देखी रही आज्ञा बाबा ओलो नाना घर गला जा जा बाबा का दी जा जाऊन जा जा बाबा का दी जा ये साइड दे देनी। हाँ हाँ जा जा बाबा का दी जा रो रो तो बाबा का दी सी गेल गोल देख सुंदर केमी बाबा को देखी हो बाबा गेल कर दियो। हाँ गेल कर दियो नना ना हे नना हाँ गेल कर नना को बस गेल कर मत मटी गेल उठ उठ अभी गाल रे एपटे गाल आठी टाइम आरंभ हो गला देखो जोटा है देखो मैडम आमर खाया को बन देती पोई नाड़ी आलू सारू बैगण बड़ी तरकारी मो फरमाइश रे बहुत खटुच मैडम आमर देखो खटी खटी सुखी गले देखो सुखी गले आते प्रकार आइटम दला दली केते कौन है खाईदे आज बहुत थकी गलु रेस्ट नब पुणी काली देखा ना कि मैडम कौन कहते आम आसुँ केते खुशी माने एक्सप्लेन करी होबनी। अच्छा भाई भाषा नहीं अच्छा बस केमिति लागुची फ्रुटीटा एमी एडी गेला कर देले मां बाबा बाबा केला करियो बाबा राति रे सबू टिके गपसप होइकी जिते टायर्ड थिले भी घर को आसला पर ता माहौलटा टिके अलगा थाए आउ एते खुशी थाए आउ जानिचन आमर सब टिके होम सिक लोक आ घर को आसला पर पूरा मनटा पूरा खुशी आउ एठी देखंतु पुत्र पुत्री डाडी आउ माँ सब जाउचंदी क्षीर आनिया को आमर माँ आम छुआंकर माँ भी सी आठी देखो मैंने सका जमी खरा लगू से 8टा बेले जमी लगे चंडीगढ़ ये सका 6:30 7टार भी एमती लगुच तो ये जाउचंदी क्षीर आनिया को आ ये ट्विन सीट महलटा आपन कौ दिन देखी नथिले एटा देखंतु केते सुंदर केते बड़ बड़ सब गच्छ हो गलानी एठी काली तो आम आसिक राति रे पहुँचलु एक्साइटमेंट गोटे पूरा अलग प्रकार थिला आ देह मोर पूरा खराब
ଆଉ ଭଲ ଲାଗୁନି ଆଜି ପୁଅ ଜନ୍ମଦିନ କିଛି ହେବନି କାହିଁକିନା ଏକ ତ ଟାୟାର୍ଡ଼ ତାପରେ ଆମର ଆଜି ଗୋଟେ ଡେଲିଭରି ହେବାର ଅଛି ତ ଠାକୁର ପୂଜା ବି ଆସ୍ଥାନ ପୂଜା ହେଇପାରିବନି। ଆଉ ନନାର ଜନ୍ମଦିନ ମ୍ୟାଡ଼ାମ୍ ଖାଉଛନ୍ତି ଆଇସ୍କ୍ରିମ୍। ଝିଅ ସକାଳୁ ମେଡ଼ିକାଲ ପଳେଇଛି, ବାବା ନେଇକି ଯାଇଛନ୍ତି ତାର ଟିକେ ଡକ୍ଟର ଦେଖେଇବାର ଥିଲା ତ ସେ ଦେଖେଇବାକୁ ପଳେଇଛନ୍ତି। ତ ମୁଁ ଆସିକି ଫାଷ୍ଟ 10 ମାସ ହେଲା 9-10 ମାସ ହେଲା ଘରେ ନଥିଲି, କିଛି ପାଉନି ତଥାପି ଯାହା ଏପଟ ସେପଟ ପାଇକି ସକାଳୁ ଟିକେ ସବୁ ବ୍ରେକଫାଷ୍ଟ କରିଦେଇଛନ୍ତି ଇଏ କରିଦେଇଛନ୍ତି। ମନ୍ଦିରରୁ କ'ଣ କହୁଥିଲେ ତରକାରୀ ପତ୍ର ଆଣିବେ, ଭାତ ବସେଇମି। ଆଉ ମ୍ୟାଡ଼ାମ୍ 2 ଜଣ ଅଛନ୍ତି, ଇଏ ସକାଳୁ ଉଠି ବ୍ରସ୍ କରି ଖାଇଥିଲା। ତା ବାବା ଜିଓ ମାର୍ଟରୁ ଆଇସ୍କ୍ରିମ୍ ମଗେଇ ଦେଇଛି। ତା ନନା ବାର୍ଥଡେ ଆଜି। ଧନ କାହା ବାର୍ଥଡେ? ନନାକୁ କେମିତି ହାପି ବାର୍ଥଡେ କହିବୁ ଟିକେ କହିଦେଲ ସାଙ୍ଗ। ହାତ ହଲେଇକି ତାଳି ମାରିକି କହିଦିଅ। ଆଉ ତମେ କ'ଣ ଖାଉଛ? କହିଦିନ କହ ହାଇ ସାଙ୍ଗମାନେ। ହଉ ତାପରେ ଦେଖନ୍ତୁ ଏଠି ଆମର ମନ୍ଦିରରୁ ଖାଇବା ଆସିଗଲା, ମାନେ ଭାତ ଡାଲି ଆଉ ଭଜା ଟିକେ ଏଙ୍କ ପାଇଁ କରିଥିଲି, ଆଉ ସାଲାଡ଼ କରିଛି, ଦଳାଦଳି କରିଛି ଏଙ୍କ ପାଇଁ। ଆଉ ଆମର ଆସିଛି ଯେଉଁ ତରକାରୀ ବେସର ଆଉ ମହୁର 2ଟା ତରକାରୀ ଆସିଛି ମନ୍ଦିରରୁ, ଆଉ ଖଟା ଆସିଛି, କ୍ଷୀରି ଆସିଛି। ଆଉ ମ୍ୟାଡ଼ାମ୍ ଏଠି ଗାଧା ପାଧା ତାଙ୍କୁ 2 ଜଣଙ୍କୁ ଭାଇ ଭଉଣୀକି ଗାଧେଇ ଦେଇଛି ଏଠି ଖୋଇଦେବି ବୋଲି। ଆଉ ତାଙ୍କ ପାଇଁ ଆଗେ ଫାଷ୍ଟ ବାଢ଼ି ଦେଉଛି, ତାଙ୍କୁ ଖୋଇଦେବି 2 ଜଣଙ୍କୁ। ସିଏ ତାଙ୍କୁ ଖୋଇ ଦେଇକି ଶୋଇ ସାରିଲା ପରେ ଆଉ ମା ଆଉ ପୁଅ ଘରିଆଙ୍କୁ ଖାଇବାକୁ ଦେଇଦେବି ଭାବିଛି। ତାପରେ ଯାଇକି ଆଉ ଝିଅ ଘରିଆ ଆସିଲେ, ଝିଅ ବାପା ଆସିଲେ ମୁଁ ଖାଇବି। ତ ଏଙ୍କ 2 ଜଣଙ୍କୁ ଆଗେ ନେଇକି ଖାଇବାକୁ ଦେଇଦିଏ। ଦେଖନ୍ତୁ ଏଙ୍କ 2 ଜଣଙ୍କୁ ବସିକି ଖୋଇ ଦେଉଛି, ଟିଭିଟା ଚଲେଇ ଦେଇଛି କାହିଁକିନା ଫାଷ୍ଟ ଆସିଛି। ମ୍ୟାଡ଼ାମ୍ ଏଠି ଦେଖନ୍ତୁ ପୁରା ଟେନସନ୍ରେ ବସିଛନ୍ତି, ଜମା ଖାଇବାକୁ ଇଚ୍ଛା କରୁନାହାନ୍ତି। ଆଉ ଯେହେତୁ ସେ ଆଇସ୍କ୍ରିମ୍ ଆଉ ଇଆଡ଼ୁ ସିଆଡ଼ୁ ଆସିଲା ପରେ କେତେ ଜିନିଷ ସବୁ ଆସିଛି ତ ଖାଇବାକୁ, ସିଏ ଏଠି ରାଜି ହେଉନି ଖାଇବାକୁ ତାକୁ। ତ ସେଥିପାଇଁ ପାଟି କରିକି ଖୁଆ ହେଉଛି, 2 ଜଣଙ୍କୁ ଖୋଇଦେଲି। ତାପରେ ଦେଖୁଛନ୍ତି 2 ଜଣଙ୍କୁ ଖୋଇ ସାରିଲା ପରେ ଏଠି ଏସି ଚଲେଇକି ଆଉ ଏଠି ଭାଇ ଭଉଣୀ 2 ଜଣଙ୍କୁ ଟାଇମ୍ ଲଗେଇକି ଶୋଇ ଦେଇଛି 2 ଜଣଙ୍କୁ। ତାପରେ ଝିଅ ବାପା ଆସିସାରିଲା ପରେ ମୁଁ ଟିକେ ଖାଇ ପିଇକି ରେଷ୍ଟ ନେଉଥିଲି, କିନ୍ତୁ ମ୍ୟାଡ଼ାମ୍ ଆଉ ଆମର ରଖେଇଦେଲେନି। ଯାଅ ତମେ ଟିକେ ମାର୍କେଟ ଯାଅ, ଯାହା ବି ହେଲେ କିଛି କରିବା। ଆଉ ଆମର ଗୋଟେ ପୁଅ ହେଇଯାଇଛି, ଠିକ୍ ସାଇର ଯେଉଁଦିନ ଜନ୍ମଦିନ ତାର ସେଇଦିନ ଜନ୍ମଦିନ। ତ ଏବେ ମୁଁ ମାର୍କେଟରୁ ସବୁ ନେଇକି ଆସେ। ପୁଅ ଜନ୍ମଦିନ ପାଇଁ ଆମର ପ୍ରିପାରେସନ୍ ଚାଲିଛି, ମାନେ ବେଲୁନ୍ ହେଉଛି ଫୁଙ୍କା ଚାଲିଛି। ଆଉ ଇଏ ମ୍ୟାଡ଼ାମ୍ ବହୁତ ବେଲୁନ୍ ଭଲ ଫୁଙ୍କୁଛନ୍ତି, ମାନେ ଏ ବାନ୍ଧି ଶିଖିନୁ କିଛି ଶିଖିଲୁନୁ। ମା ଫୁଙ୍କା ଷ୍ଟାଇଲଟା ଦେଖିନୁ, ମା ଫୁଙ୍କା ଷ୍ଟାଇଲଟା ଟିକେ ଦେଖ। ମାର ବଳ, ମା ଫୁଙ୍କିବ ତୁ ବାନ୍ଧିବୁ ଛୁଆ। ହାଇ ଘର ସଜେଇଦବ ହେଲା। କ'ଣ କରିବେ ଧନ? ଘର ଆଜି କ'ଣ କି ଆଜି କ'ଣ କି ଧନ? ଧନ ଆଜି ଘର ସଜେଇବେ କ'ଣ କି? ଆଜି କାର ବାର୍ଥଡେ? ତୁମର ବାର୍ଥଡେ କି ଆଜି? ହଉ। ଆଉ ସିଏ ଗୋଟେ ଦେଖନ୍ତୁ ଏଠି ବେଲୁନ୍ ଗୁଡ଼ା ଫୁଟେଇ ପକାଉଛି ବସିକି। କେକ୍ ଆସିଯାଇଛି, ବେଲୁନ୍ ଆସିଯାଇଛି ଆମର। ଯେହେତୁ ସନ୍ଧ୍ୟାବେଳ ଟାଇମ୍ରେ ଆଉ ଘରେ ତ କିଛି ହେଇପାରିବନି, ତ ବିନା ପିଆଜ ରସୁଣର ସିଙ୍ଗଡ଼ା, ଆଳୁଚପ୍, 2 ପ୍ରକାର ବରା ଆଉ କେକ୍ ଆଉ ଆଳୁ ତରକାରୀ ସବୁ ନେଇ ଆସିଛି। ଆଉ ଏଠି ଦେଖନ୍ତୁ ମ୍ୟାଡ଼ାମ୍ ସଜବାଜ ହେଇଗଲେ। ନନା ବାର୍ଥଡେ କ'ଣ, ମ୍ୟାଡ଼ାମ୍ଙ୍କର ବାର୍ଥଡେ ଆଜି। ମ୍ୟାଡ଼ାମ୍ ସଜେଇଛନ୍ତି, ନନା ତାଙ୍କର ସେଇ ଯେଉଁ ଡ୍ରେସ୍ଟା ପିନ୍ଧିକି ଏଠି କୁକୁଡ଼ା ଡ୍ୟାନ୍ସ କଲେଣି। ଆଉ ସେଥିପାଇଁ ଆମର କହିଲି ଦେ ଗରମ ହେଉଛି, ତାପରେ ଇଚ୍ଛା ବି ନଥିଲା, ତାପରେ ତ ଛୁତିକା ହେଇଯାଇଛି ତ ସେଥିପାଇଁ ଆଉ ଯାହା ଟିକେ ନର୍ମାଲ୍ ହେଉଛି ଇଏ କରିଦେଇଛୁ। ଆଉ ଏଠି ଦେଖନ୍ତୁ ଆମର ଏଙ୍କ ପାଇଁ ରୁଟି ଆଉ ତରକାରୀ ହେଇଛି, ଏଙ୍କ ଇଏ ଖାଇବେ ବୋଲି। ତାପରେ ଏଠି ଦେଖନ୍ତୁ ପୁଅର କେକ୍ ବି ମୁଁ ନେଇ ଆସିଥିଲି। ଆଉ ଏଇଠି ଛୋଟ ମୋଟ ସେଲିବ୍ରେସନ୍ଟେ ହେଲା, କାହିଁକିନା ମୁଁ ତ ମନା କରୁଥିଲି। ଆଉ ତା ଡାଡ଼ି ମମି ପୁରା ମୁଣ୍ଡ ଖରାପ କରିଦେଲେ, ନା କରିବା।
ତ ସେଇଥିପାଇଁ ଆସିଲା ଟିକେ ଛୋଟ ମୋଟ ଆକାରରେ ଟିକେ ହେଲା। ଆଉ ଯେହେତୁ କାଲି ଆସିଥିଲୁ ପୁରା ଟାୟାର୍ଡ ଥିଲୁ ସେଇଥିପାଇଁ ଛୋଟ ମୋଟ ଆକାରରେ। ଆଉ ଦେଖନ୍ତୁ କେକ୍ କାଟୁଛି ସେ କେମିତି। ଆଉ ହଁ ଭେରି ଗୁଡ୍ ଗାର୍ଲ। କେକ୍ ଛତୁ ବନେଇଦିଅ ତାକୁ ଖୋଇଦେ, ତାକୁ ଟିକେ ଖୋଇଦେ ତ ସିଏ ତତେ ଖୋଇଦେବ। ସେ ଜାଣିନି, ସେ ଛତୁ କରିଦେଇଥିବ କାଟିକି କୁଣ୍ଡ କରିଦେବ। ଆଉ ସେଇଥିରେ ଟିକେ ସୁନ୍ଦରୀ ଖୋଇଦେ। ସୁନ୍ଦରୀ ତାର ଦେଖନ୍ତୁ ଆମର ସକାଳୁ ସକାଳୁ ମ୍ୟାଡ଼ାମ ଚିକେନ୍ ହବ ବୋଲି ରସୁଣ ଛଡ଼େଇଲେଣି। ତମେ ରସୁଣ ଛଡ଼ଉଛ କି? କାମ କରୁଛ ନା? କାମ କରୁଛ? ଆଉ ସେଠି ଆମର ପାଠ ପଢ଼ୁଛନ୍ତି, ଇଏ ଏଠି କାମ କରୁଛନ୍ତି। ଆଉ ମ୍ୟାଡ଼ାମ ଥକିଗଲେଣି ବୋଲି ତାଙ୍କ ମମି ଆଣିକି ତାଙ୍କୁ ORS ପାଣି ଦେଲେଣି। ମ୍ୟାଡ଼ାମ ଆଉ ଟିକେ ଅଧିକ ସୁନ୍ଦର ହେବା ପାଇଁ ଆଣିଥାଏ। ଚଣ୍ଡିଗଡ଼ରୁ ଯାଇ କଳା ପଡ଼ିଯାଇଛନ୍ତି ତ, ମଳିନ ପଡ଼ିଯାଇଛନ୍ତି, ଗ୍ଲେଜ୍ ଆହୁରି ଗ୍ଲେଜ୍ ଦରକାର ତାଙ୍କର। ଦି ଜଣଙ୍କୁ ହବ ନା। ତାପରେ ଏଠି ଦେଖନ୍ତୁ ମୁଁ ସୁନ୍ଦରୀକି ପଇସା ଦେଲି। ତା ନନା ଗୋଟିରେ ଆଉ ତା ଗୋଟିରେ ହେଉଛି ପଇସା ସେଭିଂ କରିବ। ସେ ପଇସା ପୁରେଇବ। ଏ ଗୋଟିଟା କେଉଁ ଦିନ ଆସିଲାଣି। ଆଉ ଯେହେତୁ ଆମେ ସେଠି ପଳେଇଲୁ ଯାଇ କେତେବେଳେ ପଇସା ପଶୁନଥିଲା ତ ମୁଁ ଆସିଲା ପରେ ତାକୁ ଦେଲି। ସିଏ ଏଠି ଦେଖନ୍ତୁ ପଇସା ପୁରଉଛି। ଆଉ ମାନେ ଜଣଙ୍କର ପୁରେଇ ସାରିଲା ପରେ ତା ନନାର ପୁରେଇବ, ସେ ଗୋଟିରେ ପୁରେଇ ଦେଉଛି। ଆଉ ସେ ତ ଠିକ୍ ସେ ଶିଖିନି ମୋ ସୁନ୍ଦରୀଟା। ଆଉ ସେଠି ପଇସା ପୁରଉଛି। ଗୋଟେ ଥର ପଇସା ପୁରେଇ ସାରିଲା ପରେ ସେ ପୁଣି ମାଗିବ ପଇସା ଦିଅ, ହେଉଛି ମୁଁ ପୁରେଇବି। ସେ ମାନେ ଯେମିତି ପୁରା ଏକାଥର କୋଟିପତି ହବ ମାମା ଭଳିଆ ଭାବିଛି। ଆଉ ସେଥିପାଇଁ ତାର ଦିଟା ଗୋଟି ଏଠି ସୁନ୍ଦରୀ ଧରିକି ବସିଯାଇଛି, ତାର ପୁରଉଛି ପଇସା। ତାପରେ ଆସିଲା ମେନ୍ ପାର୍ଟ। ଦେଖନ୍ତୁ ଏଠି ଆମର ଆସିକି ଦେଶୀ ଚିକେନ୍, ଆଉ ଏଠି ମାଛ ବିହନ, ମାଛ ଭାଜି ସାରିଲେଣି। ଏଠି ମାଛ ଭଜା ହେଉଛି। ଆଉ ମୁଁ ଏଠି ମୋର ମାନେ ବହୁତ ଦିନ ଦୀର୍ଘ 10 ମାସ ପରେ ଏ ପୁରା ଫିଲ୍ଟା ନେଉଛି। ଏତେ ଦିନ ପରେ ଆମର ହେଡ୍ କୁକଙ୍କ ହାତରୁ ଏତେ ଦିନ ପରେ ଆମେ ଚିକେନ୍ ରନ୍ଧା ଖାଇବା। ଟେଷ୍ଟି ସେ ପୁଣି ଦେଶୀ ଚିକେନ୍। ଆମର ଏଠି ସବୁ ରେଡ଼ି। ଏଇଟା ମାଛ ମଞ୍ଜି, ଆଳୁ, ଏଇଠି ମାଛ ଭଜା ହେଇଛି। ଚୁଲିରେ ରୋଷେଇ କରି ଏତେ ଦିନ ପରେ କେମିତି ଲାଗୁଛି ଆପଣଙ୍କୁ? ବହୁତ ଖୁସି। ଖରା ବି ଜଣା ପଡୁନି। ଆମ ମା ଖରା, ବଡ଼ ବୋହୂ ଖରା କାଟିବ ବୋଲି ମା ଆମର କ'ଣ ସବୁ ଏଠି ବ୍ୟବସ୍ଥା କରିଦେଇଛନ୍ତି ବାପା ମା। ଆଉ ମସଲା କଷା ହେଉଛି। ଖରାରେ କିଛି ନା ଆପଣଙ୍କୁ ଦେଖ, ଏ ଭାଇ ଭଉଣୀ ଖେଳୁଛନ୍ତି। ପତିଦେବ ଯେହେତୁ ଆଇଁଷ ଖାଇବେନି, ତାଙ୍କ ପାଇଁ ପୋଟଳ ଭଜା, ଭେଣ୍ଡି ଦଳା, କାକୁଡ଼ି ଦଳା ଆଉ ଡାଲି ହେଇଛି, ସିଏ ଖାଇବେ। ତାପରେ ଏଠି ଦେଖନ୍ତୁ ବାପା ଆସିକି ପହଞ୍ଚିଗଲେ, ବେତଡ଼ା ବାପା। ଆଉ ଦେଖନ୍ତୁ ମାନେ ଏଇ ବଡ଼ ବ୍ୟାଗ୍ଟାରେ କ'ଣ ସବୁ ଆଣିଛନ୍ତି ଦେଖାଉଛନ୍ତି। ମାନେ ଯେହେତୁ ଜିନିଷ ନଷ୍ଟ ହେଇଯିବ ସେଥିପାଇଁ ସେ ଆସିକି ପହଞ୍ଚୁ କହିଲେ ଖୋଲିଦେବେ। ମାନେ ଖରା ହେଉଛି, ବର୍ଷା ହେଉଛି, ଜିନିଷ ସବୁ ପଚିଯିବ। ଏଗୁଡ଼ା ସବୁ ଆମ ଝିଅ ମାନେ ବାଡ଼ିରେ ହେଇଥିଲା। ସବୁ ପୁରା ଦେଶୀ ଜିନିଷ ସବୁ ବାପା ଆଣିଛନ୍ତି। କାଙ୍କଡ଼, ପୋଟଳ, ସେଟା କ'ଣ କୁହନ୍ତି ସେଇ ଯେଉଁ ଛୁଇଁଟା ମୁଁ ତ ମନେ ପଡ଼ୁନି। ଆଉ ପୁରା ଦେଶୀ କାକୁଡ଼ି, ଆଉ ହେଉଛି ଅମୃତଭଣ୍ଡା, ଲାଉ, ବୋଇତାଳୁ,
କଖାରୁ ଯାହା କହିବେ। ଆଉ ଇଆଡ଼େ ତ କଖାରୁ ତାକୁ କୁହନ୍ତି। ଆଉ ବାଇଗଣ ଆଉ ପିଜୁଳି ବହୁତ ସାରା ଜିନିଷ ସବୁ ନେଇକି ଆସିଥିଲେ। ଆଉ ମାନେ ଇଏ ଯେହେତୁ ଏଗୁଡ଼ା ଖାଇବେ ଆଉ ଇଆଡ଼େ ସିଆଡ଼େ ତ ଇଏ କିଛି ଖାଇବେନି, ତ ସେଥିପାଇଁ ବାପା ତାଙ୍କର ସବୁ ବୋଇକି ନିଜେ ନେଇକି ଆସିଛନ୍ତି। କଲରା, ଦେଶୀ କଲରା ବି ଆସିଥିଲା। ବହୁତ ସାରା ମାନେ କହୁଛି ବହୁତ ସାରା ଜିନିଷ ନେଇକି ଆସିଥିଲେ ସେ, ବହୁତ ଜିନିଷ। ଆଉ ତାଙ୍କର ଯେଉଁ ଆମ୍ବ ଥିଲା ପୁରା ଯେଉଁ ଏବେ ଯେଉଁ ବାରମାସୀ ଆମ୍ବ, ତାକୁ ବି ଟିକେ ନେଇକି ଆସିଥିଲେ। ତାକୁ ଦେଖିବାକୁ ମୁଁ ଭୁଲିଗଲି। ଆଉ ଏତେ ସାରା ଜିନିଷ ନେଇକି ଆସିଥିଲେ। ନିଜେ ମାନେ ଭାବନ୍ତୁ ବୟସ ହେଲାଣି, ମାନେ ଯାହା ହଉ ଏଗୁଡ଼ା ତ ହିଁ ଖାଇବେ, ଇଏ ଦେଶୀ ପରିବା, ଯାହା ହଉ ସେଇଟା ମିଳିଗଲା। ତାପରେ ଆମର ଏଠି ଦେଖନ୍ତୁ ଦହି କାକୁଡ଼ି ଲେମ୍ବୁ କଞ୍ଚାଲଙ୍କା ସାଲାଡ଼, ଆଉ ହେଉଛି ଏଇଟା ଦେଶୀ ଚିକେନଟା। ସିରିୟସଲି କହୁଛି ଦେଖିବା ମାନେ ମସ୍ତ ହେଇଥିଲା ଚିକେନଟା। ଖାଇ ପିଇକି ସବୁ ପୁରା ରେଷ୍ଟ ନେଲୁ। ତାପରେ ଦେଖନ୍ତୁ ଏଠି ପୁଅର ବାର୍ଥଡେରେ ସବୁ ଯାହା ମିଳିଥିଲା, ଏଠି ଚକୋଲେଟ୍ ଏତେ ମିଳିଥିଲା, ତ ଉପରେ ସବୁ ପକେଇ ଦେଇଥିଲା ରାଜା, କାହିଁକିନା ହେଉଛି ପୁଅ ତାର ସବୁ ମାନେ ଖାଇବନି ବୋଲି। ଆଉ ଏମିତି ଟିକେ ସ୍କେଚ୍ ପେନ୍ ଫେଚ୍ ପେନ୍ ସବୁ ମିଳିଥିଲା, ଏତିକି ସାରା ଜିନିଷ ମିଳିଥିଲା। ତ ସିଏ ସେଇଠୁ ଝିଅ ଏଠି ବସିକି ସବୁ ଦେଖାଉଛି। ଆଉ ଚକୋଲେଟ୍ ଗୁଡ଼ା ସବୁ ଝିଅ ବି ହେଉଛି କହିଲା ବେଶୀ ଖାଇବନି, ତାକୁ ଆଉ ଯାହାକୁ ଯାହା ଦିଆହେବା କଥା ଦିଆହେବ, ଆଉ ଯେତିକି ଘରେ ରହିବ ଦେଖିବା ଆସ୍ତେ ଆସ୍ତେ କରିଦେବ। ଦେଖିଲା ମାନେ ସେ ସବୁ ଖାଇବା। ଆଶା କରୁଛି ଏଇ ଛୋଟିଆ ଭିଡ଼ିଓଟି ଆପଣମାନଙ୍କ ପାଇଁ ବନେଇଛି, ଭଲ ଲାଗିବ। ଭଲ ଲାଗିଲେ ଲାଇକ୍ ସେୟାର କମେଣ୍ଟ କରିବାକୁ ଜମା ଭୁଲିବେନି। ଜୟ ଜଗନ୍ନାଥ।